অভয়বাণী অভয়বাণী অভয়বাণী। জয় গুরু, জয় গুরু, জয় গুরু। ওম ব্রহ্মানন্দং পরমসুখদং কেবলং জ্ঞানমূর্তি নন্দাতীतं গগনসদৃশং তত্ত্বমস্যাদিলক্ষ্যং একং নিত্যং বিমলমচলং সর্বাধিসাক্ষিভূतं ভাবাতীतं ত্রিগুণরহিतं সদ্গুরুং ত্বং ନମାମି। ପ୍ରାଣର ପ୍ରିୟତମ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିଭୂତ ପ୍ରଣତି। ସମସ୍ତ ଗୁରୁ ଭାଇ ମା ଓ ସମସ୍ତ ସଜ୍ଜନଙ୍କୁ ଜୟଗୁରୁ ପ୍ରୀତି ପ୍ରଣାମ ଏବଂ ପ୍ରୀତି ନମସ୍କାର। ଆମେ ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଶ୍ରୀହସ୍ତ ଲିଖିତ ଅଭୟବାଣୀ ପ୍ରଥମ ଖଣ୍ଡର ଯେତକ ବାଣୀ ଥିଲା 40 ନମ୍ବର ବାଣୀ, ସମସ୍ତ ବାଣୀ ଶେଷ ହୋଇଛି। ଏଥିମଧ୍ୟରେ 1 ବର୍ଷ ମଧ୍ୟ ବିତି ଯାଇଛି। ଶ୍ରୀ ଶ୍ରୀ ଠାକୁରଙ୍କର ଜନ୍ମ ଉତ୍ସବର ଅବ୍ୟବହିତ ପୂର୍ବରୁ ଅଧିବାସ କାର୍ଯ୍ୟକ୍ରମ ବର୍ତ୍ତମାନ ପ୍ରାରମ୍ଭ ହେବାକୁ ସବୁଠି ଯାଉଛି ସାରା ଭାରତ ବର୍ଷରେ। ଏହି ଅବସରରେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କର ଜନ୍ମ ବିଷୟରେ କିଛି ଆଲୋକପାତ କରିବା ପାଇଁ ପ୍ରୟାସ କରିଛୁ। ମହାପୁରୁଷ କିମ୍ବା ଆଲୋକ ସାମାନ୍ୟ ପ୍ରତିଭା ନେଇ ଯେଉଁମାନେ ଜନ୍ମଗ୍ରହଣ କରନ୍ତି ସେମାନଙ୍କ ବିଷୟରେ କିଛି କହିବାକୁ ହେଲେ ସେମାନେ କିପରି ସମୟରେ ଜନ୍ମଗ୍ରହଣ କରିଥିଲେ ଏବଂ ସେମାନଙ୍କର ଆସିବା ପୂର୍ବରୁ ଦେଶର ଅବସ୍ଥା କିପରି ଥିଲା ତାହା ପ୍ରଥମେ ଲକ୍ଷ୍ୟ କରିବା ଆବଶ୍ୟକ। ଯେତେବେଳେ ଦେଶର ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରୁ ଧର୍ମନୀତି ଓ ସମାଜ ମଧ୍ୟରେ ବିପ୍ଳବ ଓ ଅନାଚାର ଦେଖାଯାଉଥିଲା, ଲୋକେ ସ୍ୱଧର୍ମ ପରିତ୍ୟାଗ କରି ଭୟାବହ ପରଧର୍ମ ଆଡ଼କୁ ଆକୃଷ୍ଟ ହୋଇ ପଡ଼ୁଥିଲେ, ଠିକ୍ ସେତିକିବେଳେ ଆମର ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କର ଆବିର୍ଭାବ ହୋଇଛି। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଜନ୍ମ ବିଷୟରେ ଅବତାରଣା କରିବା ପୂର୍ବରୁ ତାଙ୍କର ପୂର୍ବଜନ୍ମ ବିଷୟରେ ଆସନ୍ତୁ ସାମାନ୍ୟ କିଛି ଆଲୋଚନା କରିବା। ଶ୍ରୀ ଶ୍ରୀ ଠାକୁରଙ୍କ ଭଳି ଅସାଧାରଣ ବୈଶିଷ୍ଟ୍ୟ ବିମଣ୍ଡିତ ମହାପୁରୁଷ ସାମଗ୍ରିକ ଭାବେ ତାଙ୍କ ଜୀବନ କାହାଣୀ ଏବଂ ପୂର୍ବଜନ୍ମର ବିବରଣୀ ଯେତିକି କୃପା କରି ଭକ୍ତ ସମାଜ ନିକଟରେ ପରିପ୍ରକାଶ କରିଛନ୍ତି ତାହା ନଗଣ୍ୟ। ଯାହା ହେଉ ସେ ତାଙ୍କର ପୂର୍ବ 2 ଜନ୍ମ ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି, ଏହି ଜନ୍ମ ପୂର୍ବରୁ ସେ ଥିଲେ ପ୍ରସିଦ୍ଧ କୌଳ ସାଧକ ବ୍ରହ୍ମାନନ୍ଦଗିରି ଓ ତାର ପୂର୍ବଜନ୍ମରେ ସେ ଥିଲେ ରାମାନନ୍ଦ ସମ୍ପ୍ରଦାୟର ଜଣେ ବୈଷ୍ଣବ ସାଧୁ। ଆସନ୍ତୁ ଏବେ ବ୍ରହ୍ମାନନ୍ଦଗିରିଙ୍କ ବିଷୟରେ କିଛି ଜାଣିବା। ପ୍ରଚଣ୍ଡ ଜାପକ ମହାକୌଳ ବ୍ରହ୍ମାନନ୍ଦଗିରିଙ୍କର ପୂର୍ବାଶ୍ରମ ବା ବାଲ୍ୟ ନାମ ଥିଲା ବ୍ରଜଗୋପାଳ। ତାଙ୍କ ପିତାଙ୍କ ନାମ ଶିବସୋମ ଭଟ୍ଟାଚାର୍ଯ୍ୟ ଓ ମାତାଙ୍କ ନାମ ଥିଲା ଦିଗମ୍ବରୀ ଦେବୀ। ଦିଗମ୍ବରୀ ଦେବୀ ଜଣେ ଅସାମାନ୍ୟ ରୂପବତୀ ମହିଳା ଥିଲେ। ଏହି ରୂପ ହିଁ ତାଙ୍କ ପକ୍ଷରେ ତଥା ସମଗ୍ର ପରିବାର ପକ୍ଷରେ କାଳ ସ୍ୱରୂପ ହୋଇଥିଲା। ବ୍ରଜଗୋପାଳଙ୍କର ଜନ୍ମ ପରେ ମୁସଲମାନ ଦସ୍ୟୁମାନେ ତାଙ୍କୁ ଅପହରଣ କରିଥିଲେ। ଏହି ଅପହରଣ କରିବା ଦ୍ୱାରା ତାଙ୍କର ଅପ୍ରତ୍ୟାଶିତ ଭାବରେ ପତ୍ନୀ ହରାଇ ବ୍ରଜଗୋପାଳଙ୍କର ପିତା ଶିବଶମ୍ଭୁ ଅକାଳ ବାର୍ଦ୍ଧକ୍ୟ ଓ ଜରାଗ୍ରସ୍ତ ହୋଇପଡ଼ିଲେ। କାଶୀଧାମରେ ଅବସ୍ଥାନ କରୁଥିବା ସମୟରେ ବ୍ରଜଗୋପାଳଙ୍କୁ ଯେତେବେଳେ 15 ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପିତାଙ୍କର ଦେହତ୍ୟାଗ ହେଲା। ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ବ୍ରଜଗୋପାଳ ଆଉ ସୁଶିକ୍ଷା ଲାଭ କରିବାର ବଞ୍ଚିତ ହେଲେ ଆଉ ସେ କୁସଙ୍ଗରେ ପଡ଼ି ଉଚ୍ଛୃଙ୍ଖଳିତ ଜୀବନଯାପନ କରିବାକୁ ଆରମ୍ଭ କରିଥିଲେ। ସେ ହଠାତ୍ ତାଙ୍କର କୌଣସି ଏକ ଅପ୍ରୀତିକର ପରିସ୍ଥିତିରେ ତାଙ୍କ ମାଆଙ୍କ ସହିତ ଦେଖା ହୁଏ। ତାପରେ ମା ପୁଅ ପ୍ରଥମେ ଚିହ୍ନା ପରିଚୟ ହୋଇପାରିନଥିଲେ। ସେ ଅନେକ କଥା, ଯାହା ହେଉ ଯେତେବେଳେ ସେ ତାଙ୍କ ମାଆଙ୍କୁ ଚିହ୍ନି ପାରିଲେ ସେତେବେଳେ ସେ ପଚାରିଲେ, ମା ମୁଁ ତୋତେ ଏତେ ନିକଟରେ ଥାଇ ମଧ୍ୟ ତୋତେ ଚିହ୍ନି ପାରିଲି ନାହିଁ କାହିଁକି? ଦିଗମ୍ବରୀ ଦେବୀ ଉତ୍ତରରେ କହିଲେ, ବାପା ଏ ଜଗତ ମହାମାୟାଙ୍କର ପ୍ରଭାବରେ ପରିଚାଳିତ। ତାଙ୍କରି ମାୟା ପ୍ରଭାବରେ କେହି କାହାରିକୁ ଚିହ୍ନି ପାରନ୍ତି ନାହିଁ। ବ୍ରଜଗୋପାଳ ଏକଥା ଶୁଣି କ୍ରୋଧାନ୍ୱିତ ହୋଇ କହିଲେ, ମା ମୋର ପ୍ରତିଜ୍ଞା ଶୁଣ, ଯେଉଁ ମହାମାୟାଙ୍କର ପ୍ରଭାବରେ ପୁତ୍ର ସୁଦ୍ଧା ତାର ଗର୍ଭଧାରିଣୀ ମାଆକୁ ଚିହ୍ନି ପାରୁନାହିଁ, ସେହି ମହାମାୟାଙ୍କୁ ସ୍ତ୍ରୀ ରୂପରେ ନ ପାଇବା ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ। ମୁଁ ଆଉ କୌଣସି କାର୍ଯ୍ୟ କରିବି ନାହିଁ।
এই ଘଟଣାରେ ସେ ବହୁତ ଚିନ୍ତିତ ଥିଲେ। ତାପରେ ପରବର୍ତ୍ତୀ ସମୟରେ ସେ ଗୁରୁ ଅନୁସରଣ କରି ସନ୍ନ୍ୟାସ ଦୀକ୍ଷା ନେଇଥିଲେ। ଏଇଠି ଆମେ ଜାଣିବା କଥା ଯେ ସେ ଠାକୁର ତାଙ୍କର ଯେଉଁ ପୂର୍ବଜନ୍ମରେ ମଧ୍ୟ ଦୃଢ଼ ସଂକଳ୍ପ ନେଇଥିଲେ। ସେଇଥିରୁ ଆମେ ଜାଣୁଛେ ସେ ଶିବାଙ୍କର ପୁରୁଷ ବା ଶିବଙ୍କର ଅଂଶ ସ୍ୱରୂପ ଥିବାରୁ ଏତେ ବଡ଼ ଆସ୍ପର୍ଦ୍ଧା ସେ କରିପାରିଥିଲେ ଯେ ଏଇ ସାଧାରଣ ଜୀବର ଏତେ ନାହିଁ ଶକ୍ତି ଯେ ମହାମାୟାଙ୍କୁ ସ୍ତ୍ରୀ ରୂପେ ପାଇବା ପାଇଁ ସେ ଇଚ୍ଛା କରିବ। ଏଠି କହି ରଖିବି ଯେ ଠାକୁର ନିଗମାନନ୍ଦ ପୂର୍ବାଶ୍ରମ ନାମ ଥିଲା ନଳିନୀକାନ୍ତ। ନଳିନୀକାନ୍ତ କଠୋର ସାଧନା ବଳରେ ତାରାଦେବୀଙ୍କୁ ମାତ୍ର ଗୋଟିଏ ରାତିରେ ଲାଭ କରିଥିଲେ। କିନ୍ତୁ ପୂର୍ବଜନ୍ମରେ ସେ ଥିଲେ ଯେଉଁ ବ୍ରହ୍ମାନନ୍ଦଗିରି ଥିଲେ ତାଙ୍କର ଗୁରୁ ଥିଲେ ମାଧବାନନ୍ଦଗିରି। ତେଣୁ ସେ ମାଧବାନନ୍ଦଗିରିଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ। ଦୀକ୍ଷା ଗ୍ରହଣ କଲା ପରେ ସେ ତପସ୍ୟା ଆରମ୍ଭ କରିଥିଲେ। ଆଉ ସେହି ସମୟରେ ତାଙ୍କ ନାଁ ହୋଇଥିଲା ବ୍ରଜଗୋପାଳ। ତାଙ୍କର ଯେଉଁ ନାଁ ଥିଲା ସେ ସନ୍ନ୍ୟାସୀ ନାମ ହେଲା ବ୍ରହ୍ମାନନ୍ଦଗିରି। ମହାମାୟାଙ୍କୁ ସ୍ତ୍ରୀ ରୂପରେ ପାଇବା ସହଜ କଥା ନୁହେଁ ବା ସାଧାରଣ ଘଟଣା ନୁହେଁ। ବିରାଚାରୀ ଭୋକ୍ତାମାନେ ହିଁ ଏ ପଥର ପଥିକ। ବିରାଚାରୀ ଭୋକ୍ତା ମହତୀ ପ୍ରକୃତିର ଭର୍ତ୍ତା ହେବାକୁ ଇଚ୍ଛା କରନ୍ତି ବୋଲି ସାଧକ ଓ ଦେବୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ସଂଗଠିତ ହୋଇଥିଲା। ସେତେବେଳେ ତପସ୍ୟା କରୁଥିଲେ ସେତେବେଳେ ବହୁ ରୋମାଞ୍ଚକାରୀ ଘଟଣା ଘଟିଛି, ଯେଉଁଥିରେ କି ତାଙ୍କ ପରୀକ୍ଷା ବା ତାଙ୍କ ସାଧନା ବିଫଳ କରିବା ପାଇଁ ମହାମାୟା ବହୁ ପ୍ରଚେଷ୍ଟା କରିଛନ୍ତି। ଏସବୁ ଟିକେ ଆଲୋଚନା କଲେ ଦୀର୍ଘ ହୋଇଯିବ। ସେଥିପାଇଁ ଆମେ ଏତିକି ଜାଣିବା ଯେ ବହୁ କଷ୍ଟରେ ବହୁ ଭୁଲ ଭ୍ରାନ୍ତି ଭିତରେ ସେ ପ୍ରବେଶ କରିବା ପରେ ବି ତାଙ୍କୁ ମଧ୍ୟ ଗୁରୁଙ୍କ କୃପା ମିଳିଛି। କେବଳ ଗୋଟିଏ ମାତ୍ର କଥା ଏଠି ଅଛି ଯେ ସେ ଗୁରୁ ଯେଉଁ ମନ୍ତ୍ର ଦେଇଥିଲେ ସେ ମନ୍ତ୍ରକୁ ଭୁଲ ମନ୍ତ୍ର ଆଉ ଏ ମନ୍ତ୍ର ଶୁଦ୍ଧ ନୁହଁ, ଏହିସବୁ କଥା ତାଙ୍କୁ ତାଙ୍କ ସାଧନା ସମୟରେ ବହୁତ ଥର ପରୀକ୍ଷା ଦେବାକୁ ପଡ଼ିଛି। କିନ୍ତୁ ସେ ସବୁକୁ ସେ ଭ୍ରୂକ୍ଷେପ କରିନାହାନ୍ତି। ସେ ଗୋଟିଏ କଥା ଧରିଥିଲେ ଯେ ମୋ ଗୁରୁ ଯେଉଁ ମନ୍ତ୍ର ଦେଇଛନ୍ତି ମୁଁ ସେଇ ମନ୍ତ୍ର ନିଶ୍ଚିନ୍ତ ସାଧନା କରିବି ଆଉ ଏଥିରେ ମଧ୍ୟ ସିଦ୍ଧି ଲାଭ କରିବି। ତାହା ମଧ୍ୟ ହୋଇଛି। ଆଉ ବ୍ରହ୍ମାନନ୍ଦଗିରିଙ୍କର ତାଙ୍କର ସାଧନା ଯେଉଁ କରିଥିଲେ ଆଉ ପ୍ରତିଜ୍ଞା କରିଥିଲେ ବ୍ରହ୍ମାନନ୍ଦଗିରି ଗିରୀନ୍ଦ୍ର ତନୟା ବକ୍ତାମୃତା ବାଞ୍ଛତି, ମାନେ ସେ ମହାମାୟାଙ୍କୁ ସ୍ତ୍ରୀ ରୂପରେ ପାଇବା ପାଇଁ ସେ ସାଧନା କରିଥିଲେ। ତେଣୁ ତାଙ୍କର ସାଧନାରେ ସେ ସିଦ୍ଧି ଲାଭ କରିଥିଲେ। ସେ ସିଦ୍ଧି ଲାଭ ବେଳେ ସେ ଯେତେବେଳେ ମାଆଙ୍କୁ କହିଥିଲେ ବର ମାଗ, ମାଆ ତାଙ୍କୁ କହିଥିଲେ ଯେ ତୁମେ କାଶୀ ରାଜ୍ୟକୁ ଗମନ କର, ସେଠାରେ ଗୋମତୀ ନଦୀ ତୀରରେ ମୟନାମତୀ ପାହାଡ଼ ନିକଟରେ ମୁଁ ତୁମର ଭୋଗ୍ୟୋପଯୋଗୀ ନାରୀ ଦେହ ଧାରଣ କରି ସେଠି ଅବସ୍ଥାନ କରିବି। ଏହିପରି ଭାବରେ କାଳକ୍ରମେ ଆସ୍ତେ ଆସ୍ତେ ସେ ମାଆଙ୍କ ସହିତ ତାଙ୍କର ସାକ୍ଷାତ ହୋଇଛି। ସାକ୍ଷାତ ହେଲା ପରେ ସେ ମଧ୍ୟ ମାଆଙ୍କ ସହିତ କିଛି ଦିନ ସଂସାର କରିଛନ୍ତି। ତାଙ୍କର ମଧ୍ୟ ଗୋଟିଏ ପୁଅ ଗୋଟିଏ ଝିଅ ମଧ୍ୟ ହୋଇଛନ୍ତି। ଆଉ ଶେଷରେ ଦିନେ ହଠାତ୍ ତାଙ୍କ ଭିତରେ ବିୟୋଗ ଘଟିଥିଲା। ଏଠି ଆଉ ଗୋଟିଏ କଥା କହି ରଖୁଛି ଯେ ମାଆ ଯେତେବେଳେ ଆସିଥିଲେ ସେତେବେଳେ କହିଥିଲେ ଯେ ତମେ କେତେବେଳେ ମୋତେ ବିରକ୍ତି କରିବ ନାହିଁ, ଆଉ ଯଦି କେତେବେଳେ ବିରକ୍ତି କର ତାହେଲେ ମୁଁ ତୁମ ପାଖରେ ରହିପାରିବି ନାହିଁ। ଆଉ ଶେଷ କଥାଟା ହେଉଛି ତାଙ୍କର ଦାମ୍ପତ୍ୟ ଜୀବନ ଅତି ସୁଖମୟ ଥିଲା ମାଆଙ୍କ ସହିତ। କିନ୍ତୁ ହଠାତ୍ ଦିନେ ଘଟଣାକ୍ରମେ ଦିନେ ତାଙ୍କର ଗୋଟେ ଇଲିଶି ମାଛ ଖାଇବା ପାଇଁ ଇଚ୍ଛା ହେଲା। ତାଙ୍କର ମାଆଙ୍କ ନାଁ ଥିଲା ସେତେବେଳେ ପାର୍ବତୀ ବା ପାରୁ ବୋଲି ଡାକୁଥିଲେ। ମାଆଙ୍କୁ କହିଲେ ବା ପାରୁ ମୋର ଗୋଟେ ଆଜି ଇଲିଶି ମାଛ ଖାଇବାକୁ ଇଚ୍ଛା ହେଉଛି। ତେଣୁ ଏହି ସମୟରେ ସେଇ ବ୍ରହ୍ମାନନ୍ଦଗିରିଙ୍କ ପାଖରେ ମାଆ ବସିଛନ୍ତି, ସେଇଠି ହାତ ବଢ଼େଇକିରି ଗୋଟେ ଇଲିଶି ମାଛ ଗୋଟେ ଜାଗାରୁ ନେଇ ଆସିଲେ। ଯେତେବେଳେ ବ୍ରହ୍ମାନନ୍ଦଗିରି ପଚାରିଛନ୍ତି ଯେ ଏଇ ମାଛ କେଉଁଠୁ ଆଣିଲ, ନା ଜଣେ ମୁସଲମାନ ଘରୁ ମୁଁ ଆଣିଲି। ହଠାତ୍ ତାଙ୍କର ରାଗ ଟିକେ ହେଇଯାଇଛି, ସେ ମାଆଙ୍କୁ ଗୋଟେ ଚାବୁଡ଼ା ପକାଇଛନ୍ତି। ଏ ଯେଉଁ ଚାବୁଡ଼ା ପକାଇବା ଦ୍ୱାରା ସେତିକିବେଳେ ମାଆଙ୍କ ଶରୀର କମ୍ପିତ ହୋଇଛି। ଆଉ ସେ ବ୍ରହ୍ମାନନ୍ଦଙ୍କୁ କହିଲେ ତୁମଠାରୁ ମୋର ସମ୍ପର୍କ ଚିରଦିନ ପାଇଁ ଛିନ୍ନ ହେଲା। ତେଣୁ ସେଇଦିନ ମାଆ ଦେହତ୍ୟାଗ କଲେ। এই ଦେହତ୍ୟାଗ ପରେ ଯେତେବେଳେ ସେ ତାଙ୍କ ପତ୍ନୀକୁ ମୃତ ଶରୀରକୁ କୋଳରେ ରଖି କାନ୍ଦିବାକୁ ଲାଗିଲେ ସେତେବେଳେ ଶୂନ୍ୟବାଣୀ ଶୁଣିବାକୁ ପାଇଲେ। ଜୀବନର ଅବଶିଷ୍ଟ ସମୟ ତୀର୍ଥ ଭ୍ରମଣ କରି ତପସ୍ୟାରେ କଟାଅ। ତୁମେ ପୂର୍ବେ ମୋ ଦ୍ୱାରା ଗୋଟିଏ ପ୍ରସ୍ତର ବୁହାଇଥିଲ, ତେଣୁ ପରବର୍ତ୍ତୀ ଜନ୍ମରେ ତୁମର ପ୍ରଥମ ଜୀବନ ଅଜ୍ଞାତ ଭାବରେ କଟିବ। ସେହି ଜନ୍ମରେ ତୁମେ ବାଂଲାଦେଶରେ କର୍କଟ କ୍ରାନ୍ତି ନିକଟବର୍ତ୍ତୀ ନଦିଆ ଜିଲ୍ଲାର କୌଣସି ଏକ ଗ୍ରାମରେ ଜନ୍ମ ହେବ। ମୁଁ ଯଥା ସମୟରେ ତୁମର ପତ୍ନୀ ଭାବରେ ତୁମ ସହିତ ମିଳିତ ହେବି। ମୁଁ ତୁମର ସବୁ ଅପୂର୍ଣ୍ଣତା ଦୂର କରିଦେବି। ଏ ଜନ୍ମରେ ତୁମଠାରୁ ଯେଉଁମାନେ ଦୀକ୍ଷା ନେଇଛନ୍ତି ସେମାନେ ତୁମ ଲୀଳା ସହଚର ହେବେ। ତୁମେ ଜୀବନମୁକ୍ତ ହେବ। ଆଉ ମଧ୍ୟ ପ୍ରମାଣ ଅଛି ଯେ ତନ୍ତ୍ର ସାଧନାରେ ସିଦ୍ଧି ହେଲା ପରେ ତାଙ୍କର ଅନେକ ଶିଷ୍ୟ ହୋଇଛନ୍ତି ଆଉ ତାଙ୍କଠାରୁ ମଧ୍ୟ ଦୀକ୍ଷା ନେଇଛନ୍ତି ବ୍ରହ୍ମାନନ୍ଦଗିରିଙ୍କ ଠାରୁ। ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣାନନ୍ଦ ଜଣେ ଥିଲେ, ସେ ଆମର ପରଜନ୍ମରେ ପ୍ରଜ୍ଞାନନ୍ଦ ମହାରାଜ ହୋଇଥିଲେ। ଆଉ କେଦାର ରାୟ ଜଣେ ଥିଲେ, ତାଙ୍କର ସେ ପରଜନ୍ମରେ ଆମର ପ୍ରଫୁଲ୍ଲ କୁମାର ଭଞ୍ଜ
ଯେ ଆମର ଥିଲେ ଠାକୁରଙ୍କର ପ୍ରିୟ ଭକ୍ତ, ସେ ମଧ୍ୟ ତାଙ୍କର ପୂର୍ବ ଜନ୍ମରେ ବ୍ରହ୍ମାନନ୍ଦ ଗିରିଙ୍କ ପାଖରେ ଥିଲେ। ଏଇସବୁ ଥିଲା ଠାକୁରଙ୍କର ପୂର୍ବ ଜନ୍ମର କାହାଣୀ। ତା ପୂର୍ବ ଯେଉଁ ଜନ୍ମଟା ସେ ବିଷୟରେ ବିଶେଷ କିଛି ସମ୍ବାଦ ସଂଗ୍ରହ ହୋଇନାହିଁ। ତେଣୁ ଏବେ ଆମେ ମାଆଙ୍କର ଯେଉଁ ଶୂନ୍ୟବାଣୀ ଥିଲା ସେଇ ବାଣୀ ଅନୁସାରେ ଠାକୁରଙ୍କର ଜନ୍ମ ବିଷୟରେ ଆମେ ଆଲୋଚନା କରିବା। ଠାକୁରଙ୍କର ଜନ୍ମସ୍ଥାନ ନଦିଆ ଜିଲ୍ଲା ଭାରତର ପ୍ରାୟ ସର୍ବସାଧାରଣ ନିକଟରେ ସୁପରିଚିତ। ମହାପ୍ରଭୁ ଶ୍ରୀ ଚୈତନ୍ୟଦେବ ନଦିଆରେ ଆବିର୍ଭୂତ ହୋଇ ଭଗବତ ଭକ୍ତି ଓ ପ୍ରେମ ମାଧୁର୍ଯ୍ୟ ଜଗତକୁ ଦେଖାଇ ଯାଇଛନ୍ତି। ଶ୍ରୀମାନ ମହାପ୍ରଭୁଙ୍କ ସମୟରୁ ଓ ତତ୍ ପରବର୍ତ୍ତୀ କାଳରେ ଏହି ଜିଲ୍ଲାରେ କେତେ ଯେ ସାଧକ ଭକ୍ତ ମହାପୁରୁଷଙ୍କର ଆବିର୍ଭାବ ହୋଇଛି ତାର ସଂଖ୍ୟା ନାହିଁ। ସ୍ୱାମୀ ନିଗମାନନ୍ଦଙ୍କର ଜନ୍ମସ୍ଥାନ ଏହି ନଦିଆ ଜିଲ୍ଲା ଅନ୍ତର୍ଗତ ମେହେରପୁର ମହକୁମାରେ। ଉକ୍ତ ମହକୁମାକୁ ଭୈରବୀ ନଦୀ ଦୁଇ ଭାଗରେ ବିଭକ୍ତ କରିଛି। କିଛି ଦିନ ପୂର୍ବରୁ ଏହି ନଦୀର ଉଭୟ ପାର୍ଶ୍ୱରେ ନୀଳ ବ୍ୟବସାୟୀ ସାହେବମାନେ ବାସ କରୁଥିଲେ। ଆଉ ସେହି ଅଞ୍ଚଳରେ ଭୈରବ ନଦୀର ପଶ୍ଚିମ ତଟରେ ଥିଲା ନୀଳକୋଠିର ଦକ୍ଷିଣରେ କୁତପୁର ବୋଲି ଗୋଟେ ଛୋଟିଆ ପଲ୍ଲୀ ଥିଲା। ସେହି ଗ୍ରାମରେ ପ୍ରାୟ ସବୁ ଜାତିର ଲୋକ ବାସ କରନ୍ତି। ଆଉ ଖୁବ୍ ବ୍ରାହ୍ମଣ ପରିବାର ଖୁବ୍ କମ୍ ଥିଲେ। ସେମାନଙ୍କ ଭିତରୁ ଜଣେ ଭୁବନ ମୋହନ ଭଟ୍ଟାଚାର୍ଯ୍ୟ ନାମରେ ଜଣେ ନୈଷ୍ଠିକ ବ୍ରାହ୍ମଣ ସେଠାରେ ମଧ୍ୟ ବାସ କରୁଥିଲେ। ଠାକୁରଙ୍କର ପିତୃ ପରିଚୟ। ଭୁବନ ମୋହନ ଭଟ୍ଟାଚାର୍ଯ୍ୟ ଖ୍ୟାତି ଓ ବଂଶ ମର୍ଯ୍ୟାଦାରେ ଦେଶରେ ସୁପରିଚିତ। ତାଙ୍କର ପରୋପକାର, ବିନୟ ଓ ନମ୍ରତାରେ ମୁଗ୍ଧ ହୋଇ ଗ୍ରାମର ସମସ୍ତ ଲୋକ ତାଙ୍କୁ ଶ୍ରଦ୍ଧାଭକ୍ତି କରୁଥିଲେ। ଭଟ୍ଟାଚାର୍ଯ୍ୟ ମହାଶୟଙ୍କର ଦେବତା ବ୍ରାହ୍ମଣଙ୍କ ପ୍ରତି ବିଶେଷ ଶ୍ରଦ୍ଧା ଓ ଭକ୍ତି ଥିଲା। ସେ ନିଜେ ମଧ୍ୟ ବିଶ୍ୱବିସ୍ତୃତ ମହାଯୋଗୀ ଭାସ୍କରାନନ୍ଦ ସ୍ୱାମୀଙ୍କର ଶିଷ୍ୟ ଥିଲେ। ଶ୍ରୀ ଠାକୁରମାନଙ୍କର ମାତୃ ପରିଚୟ। ଭଟ୍ଟାଚାର୍ଯ୍ୟ ମହାଶୟ କୁତପୁର ନିକଟବର୍ତ୍ତୀ ରାଧାକାନ୍ତପୁର ନିବାସୀ ତ୍ରୈଲୋକ୍ୟନାଥ ଚକ୍ରବର୍ତ୍ତୀଙ୍କ ନାମକ ଜଣେ ସଙ୍ଗତି ସମ୍ପନ୍ନ ବ୍ୟକ୍ତିଙ୍କର କନ୍ୟା ମାଣିକ ସୁନ୍ଦରୀ ଦେବୀଙ୍କୁ ବିବାହ କରିଥିଲେ। ମାଣିକ ସୁନ୍ଦରୀ ଦେବୀ ସ୍ୱାମୀ ଗୃହକୁ ଆସି ଶାଶୁ ଶ୍ୱଶୁରଙ୍କ ଅଭାବରୁ ଅଳ୍ପ ବୟସରେ ଗୃହକର୍ତ୍ତୀ ପଦ ପାଇଥିଲେ। ସେ ବହୁତ ଉଦାର ଥିଲେ। ତାଙ୍କର ହୃଦୟ ଦିନ ଦୁଃଖୀ ଲୋକଙ୍କ ପ୍ରତି ତାଙ୍କର ଉଦାରତାର ପରିଚୟ ମିଳେ। ତାଙ୍କର ହୃଦୟ ଏମିତି ଥିଲା ଯେ ସେ ସମସ୍ତ ଗୃହ କାର୍ଯ୍ୟ କରିବା ସହିତ ଯେତେ ଅତିଥି ଅଭ୍ୟାଗତ ଯେତେବେଳେ ତାଙ୍କ ଦୁଆରମାରେ ଆସି ଉପସ୍ଥିତ ହୁଅନ୍ତି ସମସ୍ତଙ୍କୁ ସେ ଆପ୍ୟାୟିତ କରନ୍ତି, ଖାଇବାକୁ ମଧ୍ୟ ଦିଅନ୍ତି। ଏମିତି ଦେଖାଯାଇଛି ଯେ ଯଦି ନିଜେ ଖାଇ ବସିବା ସମୟରେ କେହି ଆସି ଉପସ୍ଥିତ ହୋଇଛି ସେ ସମୟରେ ସେ ନିଜେ ଖାଦ୍ୟ ନ ଖାଇ ତାକୁ ମଧ୍ୟ ଖୁସି ମନରେ ପ୍ରଦାନ କରନ୍ତି। କିନ୍ତୁ ମାଙ୍କର ବିବାହର 7-8 ବର୍ଷ ହୋଇଗଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ତାଙ୍କ ମନରେ ଦାରୁଣ ନୈରାଶ୍ୟ ଜାତ ହେଲା। ଅନ୍ନପୂର୍ଣ୍ଣା ସଦୃଶୀ ମହିୟସୀ ଦେବୀଙ୍କର ପୁତ୍ର ସନ୍ତାନ ହେଲା ନାହିଁ ବୋଲି କେହି ଆକ୍ଷେପ କରି ଯଦି କହନ୍ତି, ଉତ୍ତରରେ ଦେବୀ କହନ୍ତି, ନିଜ ପେଟରେ ନ ଧଇଲେ କ'ଣ ମା ହୋଇପାରିବି ନାହିଁ? ଏହା ମୁହଁରେ କହିଲେ ମଧ୍ୟ ତାଙ୍କ ଅନ୍ତରରେ ପୁତ୍ର ଅଭାବର ଅନୁଭବ ସେ କରିଥିଲେ। ତାପରେ ଧୀରେ ଧୀରେ ଏହି କଥା ସବୁଆଡ଼େ ପ୍ରଚାରିତ ହେବାରୁ ସେ ତାଙ୍କର ବୟୋଜ୍ୟେଷ୍ଠମାନଙ୍କର ଉପଦେଶରୁ ତାଙ୍କୁ କାର୍ତ୍ତିକାୟନ ବ୍ରତ କରିବା ପାଇଁ କୁହାଯାଇଥିଲା। ମା 2-3 ବର୍ଷ ଧରି ବ୍ରତ ନିୟମ ପାଳନ କରିଥିଲେ। ଏହାପରେ ତାଙ୍କର ସନ୍ତାନ ସମ୍ଭାବନା ପ୍ରକାଶ ପାଇଥିଲା। ଏହା ଜାଣିପାରି କୁତପୁର ଓ ରାଧାକାନ୍ତପୁରରେ ଆନନ୍ଦର ଢେଉ ଖେଳି ଯାଇଥିଲା। ଗର୍ଭଧାରଣ ପରଠାରୁ ତାଙ୍କର ଆକୃତି ପ୍ରକୃତି ପରିବର୍ତ୍ତନ ହୋଇ ଏକ ପ୍ରକାର ଅପୂର୍ବ ସ୍ୱର୍ଗୀୟ ସୁଷମା ଧାରଣ କରୁଥିଲା। ଗର୍ଭସ୍ଥ ସନ୍ତାନ ବଡ଼ ହେବା ସଙ୍ଗେ ସଙ୍ଗେ ନାନାବିଧ ଦିବ୍ୟ ଅନୁଭୂତି, ଦିବ୍ୟ ସ୍ୱପ୍ନ, ଦିବ୍ୟ ଦର୍ଶନ ପ୍ରଭୃତି ତାଙ୍କର ଦୈନନ୍ଦିନ ଘଟଣା ଘଟୁଥିଲା। ମଧ୍ୟେ ମଧ୍ୟେ ଅନାଘ୍ରାତ ପୂର୍ବ ସୌରଭରେ ଗୃହ ଆମୋଦିତ ହୋଇଯାଉଥିଲା। ସମୟ ସମୟରେ ସେ ଦେବାଦେବୀଙ୍କର ବନ୍ଦନା ଗୀତି ଓ ଆରତୀର ଘଣ୍ଟାସ୍ୱନ ଶୁଣିବାକୁ ପାଉଥିଲେ। ଏହିସବୁ ଅଭୂତ ଘଟଣାରେ ସେ ନିଜେ ମଧ୍ୟ ଦିନେ ଦିନେ ଭାବସ୍ତମ୍ଭିତା ହୋଇପଡ଼ନ୍ତି। ଏହିପରି ଭାବରେ ମା ଗର୍ଭଧାରଣ କଲା ପରେ ଦୀର୍ଘ 10 ମାସ ଅତୀତ ହୋଇଛି। ସେ ସେତେବେଳେ କୌଣସି କାରଣବଶତଃ ତାଙ୍କ ପିତ୍ରାଳୟ ରାଧାକାନ୍ତପୁରରେ ଅବସ୍ଥାନ କରୁଥିଲେ। 1286 ସାଲ ଶ୍ରାବଣ ମାସ ଝୁଲଣ ପୂର୍ଣ୍ଣିମା ଦିନ ରାତ୍ର 2 ସମୟରେ ମାଣିକ ସୁନ୍ଦରୀ ଦେବୀଙ୍କର ଗୋଟିଏ ପୁତ୍ର ସନ୍ତାନ ଜାତ ହେଲା। ସିଏ ହେଉଛନ୍ତି ଆମର ପ୍ରିୟ ପ୍ରାଣର ପ୍ରାଣପ୍ରିୟ ଠାକୁର। ଦମ୍ପତିଙ୍କର ଆନନ୍ଦର ସୀମା ରହିଲା ନାହିଁ। କୌଳିକ ପ୍ରଥା ଅନୁଯାୟୀ ସୂର୍ଯ୍ୟାଦି ଦେବତାମାନଙ୍କର ଅର୍ଚ୍ଚନା କରାଯାଇ ବାଳକର ନାମକରଣ କରାଗଲା। ଭୁବନ ମୋହନ ତାଙ୍କର ଗୁରୁ ଭାସ୍କରାନନ୍ଦ ସ୍ୱାମୀଙ୍କ ଆଦେଶ ଅନୁସାରେ
ବାଳକର ନାମ ନଳିନୀକାନ୍ତ ରଖିଥିଲେ। ଗଣକ ଗଣନା କରି କହିଲେ ଯେ ଏହି ଶିଶୁର ସିଂହ ରାଶି, ଏକାଦଶରେ ବୃହସ୍ପତି ସଞ୍ଚାର। ନବପ୍ରସୂତ ଶିଶୁଟିର ଭବିଷ୍ୟତ ଆଭାସ ମଧ୍ୟ ଭଟ୍ଟାଚାର୍ଯ୍ୟଙ୍କୁ ସେ ଜଣାଇଥିଲେ। ଭଟ୍ଟାଚାର୍ଯ୍ୟ ମହାଶୟ ଆନନ୍ଦରେ ମହାମାୟାଙ୍କର ଚରଣ ତଳେ ପ୍ରଣାମ କରି ପୁତ୍ରର ମଙ୍ଗଳ କାମନା କରିଥିଲେ। ଏ ହେଉଛି ସଂକ୍ଷିପ୍ତ ଭାବରେ ଆମର ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଜନ୍ମ ବିବରଣୀ। ଏଥିରୁ ଜଣାଯାଏ ଠାକୁର ତାଙ୍କର କେତେ ଜନ୍ମ ପୂର୍ବରୁ ମଧ୍ୟ ସାଧନା ଆରମ୍ଭ କରି ଶେଷରେ ଏହି ଜନ୍ମରେ ନଳିନୀକାନ୍ତ ଭାବେ ଜନ୍ମ ହୋଇ ଶେଷରେ ଆମର ପ୍ରାଣପ୍ରିୟ ନିଗମାନନ୍ଦ ପରମହଂସଦେବ ହିସାବରେ ସଦ୍ଗୁରୁ ରୂପରେ ପ୍ରକାଶିତ ହୋଇ ଆମମାନଙ୍କୁ ପଥ ପ୍ରଦର୍ଶକ ହୋଇଛନ୍ତି ଓ ଆମର ଆରାଧ୍ୟ ହୋଇ ଆମମାନଙ୍କୁ ଆଶୀଷ ପ୍ରଦାନ କରୁଛନ୍ତି। ଆଜି ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର 147ତମ ଜନ୍ମ ଦିବସ ଅବସରରେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ପାଦପଦ୍ମରେ ପ୍ରାର୍ଥନା, ଏ ବିଶ୍ୱର ମଙ୍ଗଳ ହେଉ, ସମସ୍ତଙ୍କର ମଙ୍ଗଳ ହେଉ, ଭକ୍ତ ଭାଇମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ବର୍ଦ୍ଧିତ ହେଉ, ତାଙ୍କର ଗୁରୁ କୃପା ସର୍ବତ୍ର ବର୍ଷିତ ହେଉ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।